ପିଲାମାନେ ସବୁ ଲାଇନରେ କୁଆଡେ ଯାଉଛନ୍ତି? ତ ହ୍ୟାଲୋ ଏମାନେ ଆଜି ହଉଛି ଡେ 22 ମୋ ମିନି ବ୍ଲଗ ର। ଆଜି ସକାଳୁ ବାହାରି ଆମେ ଦୋକାନରୁ ମେସିନ ଧରି ବାପା ମୁଁ ଆସି ପହଞ୍ଚି ଯାଇଥିଲୁ କାମ ଲୋକେସନରେ। ସେଠାରେ ଆମ ପିଲାମାନେ ବି ପହଞ୍ଚି ଯାଇ ଲାଗି ଯାଇଥିଲେ କାମରେ। ତ ମୁଁ ବି ଫଟଫାଟ ପୁଟି ଗୋଳେଇ ଫାଷ୍ଟ କୋଟ ପୁଟି ପକେଇ ଦେଇ ଟିକେ ସମୟ ଛାଡିଲା ପରେ ଲାଗି ଯାଇଥିଲୁ ତା ଉପରେ ଟେକ୍ସଚର କରିବା ପାଇଁ। ବାପା ଯୋଉ ପୁଟିରେ ଟେକ୍ସଚର କଲା ଭିତରେ ମୁଁ ଲାଗି ଯାଇଥିଲି ସିଲିଂ ପେଣ୍ଟିଂ ଉପରେ କିଛି ସ୍ପ୍ରେ କରିବା ପାଇଁ। ସ୍ପ୍ରେ କରି ରେଡି କରିଦେଇ ବାପା ରେଷ୍ଟ ଯେତିକି ପାର୍ଟ ଥିଲା ତା ଉପରେ ପୁଟି ଟେକ୍ସଚର କରିଦେଲେ। ତ ମୁଁ ବି ଫଟଫାଟ ଲାଗି ଯାଇଥିଲି ତା ଉପରେ ଟିକେ ଫିନିସିଂ ଦବା ପାଇଁ। ଫିନିସିଂ ଦେଇ ପୁଟି କାମକୁ ପୁରା ରେଡି କରିଦେଇ ଆମେ ବାହାରିଥିଲୁ ଲଞ୍ଚ କରିବା ପାଇଁ। ଲଞ୍ଚ କରି ଧବାଡିଆ ଦେଇ ଆମେ ଆସିକି ପୁଣି ଆଉଥରେ ପହଞ୍ଚି ଯାଇଥିଲୁ କାମ ଲୋକେସନରେ। ଦେନ୍ ଆମେ ଲାଗି ଯାଇଥିଲୁ ସିଲିଂ ରେ ଯେତିକି ପେଣ୍ଟିଂ ଥିଲା ତାକୁ କରିବା ପାଇଁ। ଭିତରେ କାମ କଲା ବେଳେ ମୁଁ ଆସି ବାହାରକୁ ଦେଖିଲା ବେଳକୁ ପିଲାମାନେ କଣ ଲାଇନ ହେଇକି ଯାଉଛନ୍ତି। ସ୍କୁଲ ଛୁଟି ହେଇଛି ବଟ୍ ଲାଇନ ରେ କିଛି ବୁଝି ନ ପାରି ପଳେଇ ଆସିଥିଲେ ଚା ପିଇବା ପାଇଁ। ଫଟଫାଟ ଚା ପିଇ ଦେଇକି ପୁଣି ଆଉଥରେ ଏନର୍ଜେଟିକ ହେଇ ଲାଗି ଯାଇଥିଲୁ କାମରେ। ଆଉ ଏମାନେ ଆଜି ଥିଲା ଦୋକାନ ଟୋଟାଲି ବନ୍ଦ କମେନା ଭାଇ ଆଜି ସକାଳ ପୁର ମୁଁ ଏଠି ରହିଯାଇଥିଲି ଆଉ କାମ ବି ଜୋର ଥିଲା। ମୁଁ ସେବେ ଆଜି ଦୋକାନ ଯାଇପାରିନଥିଲି ଟୋଟାଲି। ଆଜିକାର ପେଣ୍ଡିଂ କାମ ଅଛି ସେ କାଲି ହେଇଯିବ। ଆଉ କାଲି ଯୋଉ ଡିଜାଇନ ଟା କଟିଂ ହେଇଥିଲା ତାକୁ ପୁରା ଫିଟିଂ କରି ପ୍ରାଇମର ମାରି ରେଡି କରିଦେଇ ଆମେ ବାହାରିଥିଲୁ ଘରକୁ। ସୋ ମାନେ ଆଜିକାର ବ୍ଲଗଟା ଆପଣମାନଙ୍କୁ କେମିତି ଲାଗିଲା ନିହାତି କମେଣ୍ଟ କରିକି ଜଣେଇବେ। ଜୟ ଜଗନ୍ନାଥ।